ମୁଁ ବହୁତ ଖୁସି ଯେ ଗୋଟେ ସୁନ୍ଦର ସ୍କୁଲ ପିଲାମାନଙ୍କୁ ବହୁତ ବଢିଆ ଭାବରେ ପାଠ ପଢା ହଉଛି। ଆଉ ଆଜି ଏଠି ଆମେ ଗଛ ଲଗେଇବାର ଉପକାରିତା ଉପରେ ଚର୍ଚ୍ଚା ଆଲୋଚନା କଲୁ ପିଲାମାନଙ୍କ ସାଙ୍ଗରେ। ଆଜି ମଧ୍ୟ ଏଠି ଆମେ ବୃକ୍ଷରୋପଣ କଲୁ। ଗୋଟିଏ ଗଛ ଗୋଟିଏ ଜୀବନ, ଗୋଟିଏ ଜୀବନ ବଞ୍ଚିବା ପାଇଁ 10ଟି ଗଛ ଦରକାର। 10ଟି ଗଛ ଯେତିକି ଅମ୍ଳଜାନ ଦବ ସେତିକିରେ ଜଣେ ବ୍ୟକ୍ତିର ଜୀବନ ବଞ୍ଚିବ। ତେଣୁ ଆଜି ସେଇ ବିଷୟରେ ଏଠି ଚର୍ଚ୍ଚା ହେଲା, ଆଲୋଚନା ହେଲା, ଗଛ ମଧ୍ୟ ଲଗା ହେଲା। ପିଲାମାନେ ମଧ୍ୟ ପ୍ରତିଜ୍ଞା କଲେ ଯେ ସମସ୍ତେ ନିଜ ଜୀବନରେ 10ଟି ଗଛ ଲଗେଇବେ। ତେଣୁ ସମସ୍ତଙ୍କୁ ଅଭିନନ୍ଦନ ଜଣାଉଛି। ଗଛ ଲଗାନ୍ତୁ, ଜୀବନ ବଞ୍ଚାନ୍ତୁ। ପରିବେଶ ସୁରକ୍ଷା ହେଉଛି ବହୁତ ବଡ଼ ବିଷୟ। କରୋନା ସମୟରେ ଆପଣ ଦେଖିଲେ ଯେ ଯେଉଁଭଳି ଭାବରେ କରୋନା ରେ ଅମ୍ଳଜାନ ନ ପାଇକି ଲୋକମାନେ ମୃତ୍ୟୁ ମୁଖରେ ପଡ଼ିଲେ। ତେଣୁ ଇଏ ଗୋଟେ ବଡ଼ ଶିକ୍ଷା। ଆମ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ୱାନ ଦେଇଛନ୍ତି ମା ପାଇଁ ଗଛଟିଏ, ନିଜ ମାକୁ ଛିଡ଼ା କରି ଗଛଟିଏ ଲଗେଇବା। ଯାହାର ମା ନାହିଁ ତାର ସ୍ମୃତିରେ ଗୋଟିଏ ଗଛ ଲଗେଇବା। ତେଣୁ ଆମେ ସମସ୍ତେ ଜୀବନରେ ଗଛ ଲଗେଇବା। ଏ ଆହ୍ୱାନ ଏ ସ୍କୁଲର ବିଦ୍ୟାଳୟର ପିଲାମାନେ ନେଇଥିବାରୁ ମୁଁ ସମସ୍ତଙ୍କୁ ଧନ୍ୟବାଦ ଦଉଛି। ବହୁତ ସୁନ୍ଦର, ବହୁତ ଶୃଙ୍ଖଳିତ ପିଲା ସେମାନେ, ବହୁତ ଭଲ ପାଠ ପଢୁଛନ୍ତି। ତାଙ୍କ ଭିତରେ ଶୃଙ୍ଖଳା ଅଛି। ବହୁତ ଭଲ ଭାବରେ ସେମାନେ ଏ ଦେଶକୁ ଜାତିକୁ ବୁଝିଛନ୍ତି। ତେଣୁ ମୁଁ ତାଙ୍କୁ ଧନ୍ୟବାଦ ଦେବି, ତାଙ୍କ ସ୍କୁଲ କର୍ତ୍ତୃପକ୍ଷ ଅଭିନନ୍ଦନ ଜଣାଇବି। ମୁଁ ହେଉଛି ଷ୍ଟାଫର୍ଡ ଭାଲେଣ୍ଟାଇନ୍ ରେଡ୍ଡି, ହୋଲି ଚାଇଲ୍ଡ today we are having this tree plantation program to benefit society, to benefit the environment, and our honored chief guest Golak Bhai has come to honor the occasion and to encourage the students. We really thank you, Golak Bhai, for coming and gracing this occasion. And Holy Child School is always, we have always initiatives for society, for environment. It's not only education. Like I've always been saying, we focus on holistic development. So I think caring for the environment is a part and parcel of that. So today we want to teach our children the value of plants, the value of keeping our environment safe, and we thank all our students, teachers, honored chief guests for gracing this occasion and making it a grand success. I also would like to thank our Rotarians who have joined us wholeheartedly for this celebration. Thank you very much.